ଠାକୁରଙ୍କ ଘର କେଉଁ ଦିନ ସଫା କରିବା ଉଚିତ? ଠାକୁରଙ୍କ ଘର ପ୍ରାୟତଃ ସମସ୍ତଙ୍କ ଘରେ ସପ୍ତାହରେ ଗୋଟିଏ ଦିନ ଯେମିତିକି ବୁଧବାର ଦିନ ହିଁ ସଫା କରିଥାନ୍ତି। କାହିଁକି ନା ଗୁରୁବାରରେ ଯେହେତୁ ମା ଲକ୍ଷ୍ମୀଙ୍କର ପୂଜା ରହିଥାଏ, ଯେଉଁମାନେ ବୁଧବାରରେ ସଫା କରିପାରନ୍ତି ନାହିଁ ସେମାନେ ଗୁରୁବାର ଠାକୁର ଘର ସଫା କରନ୍ତି। କିନ୍ତୁ ମନେ ରଖନ୍ତୁ, ଗୁରୁବାର ଏବଂ ଏକାଦଶୀରେ ଠାକୁର ଘର ସଫା କରାଯାଏ ନାହିଁ। ଯେଉଁମାନେ ଗୁରୁବାରରେ ସଫା କରିବା ପାଇଁ ଚାହୁଁଛନ୍ତି ବ୍ରହ୍ମ ମୁହୂର୍ତ୍ତରୁ ହିଁ ସଫା କରିଦେବା ଉଚିତ। ମାନେ ଯେତେବେଳେ ସୂର୍ଯ୍ୟ ବାହାରି ନଥିବେ ସେଦିନ ଘର ବି ପୋଛିବା କଥା ନୁହେଁ। ଯଦି ଆପଣ ପୋଛିବା ପାଇଁ ଚାହୁଁଛନ୍ତି ତ ସୂର୍ଯ୍ୟ ବାହାରି ନଥିବେ ତା ପୂର୍ବରୁ ବ୍ରହ୍ମ ମୁହୂର୍ତ୍ତରୁ ପୋଛିଦେବେ। ସୂର୍ଯ୍ୟ ଉଦୟ ହେବା ପରେ ଗୁରୁବାରରେ ଠାକୁର ଘର ସଫା କରାଯାଏନି କି ପୋଛାଯାଏ ନାହିଁ। କେହି କେହି ସବୁଦିନ ମଧ୍ୟ ଠାକୁରଙ୍କ ଘର ସଫା କରନ୍ତି। ସବୁଦିନ ସଫା କଲେ ମଧ୍ୟ ହେବ, କିନ୍ତୁ ଗୁରୁବାର ଏକାଦଶୀ ଦିନ ଠାକୁର ଘର ସଫା କରାଯାଏ ନାହିଁ। ପୂଜା ଘର ସଫା କରିବା ସମୟରେ ଠାକୁର ଘରର ସେଲ୍ଫ ସଫା କରିବା ସମୟରେ ଠାକୁରଙ୍କୁ ତଳେ ରଖିବେ ନାହିଁ। ଯେତେବେଳେ ଆପଣ ସେ ଖଟଲଟା ଧର ସଫା କରୁଛନ୍ତି, ସଫା କରିବେ ଠାକୁରଙ୍କୁ ସବୁ କାଢ଼ିକି ତ ସେଠି ସଫା କରିବେ, ତ ତଳେ ରଖିକି ତାକୁ ଠାକୁରଙ୍କୁ ତଳେ ରଖିକି ସଫା କରିବେନି। ବଡ଼ ପିତ୍ତଳ ଥାଳି କିମ୍ବା ଏକ ଭଲ ନୂଆ କପଡ଼ାରେ ଠାକୁରଙ୍କୁ ରଖି ସଫା କରିବେ। ଘରେ ଠାକୁରଙ୍କ ଫଟୋ କି ମୂର୍ତ୍ତି ରଖି ପୂଜା କରିବା ଉଚିତ। ନା ଆପଣ ଘରେ ଠାକୁର ଫଟୋ ରଖିକି ପୂଜା କରିବେ ନା ମୂର୍ତ୍ତି ରଖିକି ପୂଜା କରିବେ? ପ୍ରତ୍ୟେକ ମନ୍ଦିରରେ ଆପଣମାନେ ମୂର୍ତ୍ତି ପୂଜା ହେବାର ଆପଣମାନେ ଦେଖିଥିବେ ଏବଂ ଏମିତି ଅନେକ ଘରେ ମଧ୍ୟ ମୂର୍ତ୍ତି ପୂଜା ହେବାର ଆପଣମାନେ ଦେଖିଥିବେ। ପ୍ରକୃତରେ ଘରେ କ'ଣ ମୂର୍ତ୍ତି ରଖି ପୂଜା କରିହେବ? ହଁ, ଘରେ ମୂର୍ତ୍ତି ରଖି ପୂଜା କରିହେବ, କିନ୍ତୁ ମୂର୍ତ୍ତି ପୂଜା କରିବା ପାଇଁ ବହୁତ ନୀତି ନିୟମ ରହିଥାଏ। ଘରେ ଯଦି ଠାକୁରଙ୍କ ମୂର୍ତ୍ତି ପୂଜା ହେବ ତାହେଲେ ଉଚିତ ନୀତି ନିୟମରେ ପୂଜା କରିବା ପାଇଁ ହୁଏ। ଯାହାଙ୍କ ଘରେ ମୂର୍ତ୍ତି ପୂଜା ପାଉଛନ୍ତି ସେମାନେ ନିଶ୍ଚୟ ଜାଣିଥିବେ ଯେ ତାଙ୍କ ଘରେ କେବେ ମଧ୍ୟ ପୂଜା ବନ୍ଦ ହୁଏ ନାହିଁ। ଛୁତକ ମୃତକ ସମୟରେ କେବଳ ପୂଜା ବନ୍ଦ ରହିଥାଏ। ଆମେ ଯେତେବେଳେ ଘରେ ମା ସରସ୍ୱତୀ କିମ୍ବା ଗଣେଶଙ୍କ ପୂଜାରେ ମୂର୍ତ୍ତିକୁ ପୂଜା କରନ୍ତି, ସେତେବେଳେ ନନାଙ୍କୁ ଡାକି ମନ୍ତ୍ର ଉଚ୍ଚାରଣ କରି ନୀତି ନିୟମରେ ପୂଜା କରନ୍ତି ଏବଂ ତାପରେ ମୂର୍ତ୍ତିକୁ ବିସର୍ଜନ କରିଦିଅନ୍ତି। ତ ସେଥିପାଇଁ ମୂର୍ତ୍ତି ରଖି ଘରେ ପୂଜା କଲେ କିଛି ଅସୁବିଧା ନାହିଁ, କିନ୍ତୁ ପ୍ରତ୍ୟେକ ଦିନ ମନ୍ତ୍ର ଉଚ୍ଚାରଣ କରି ଉଚିତ ନୀତି ନିୟମରେ ପୂଜା କରିବା ପାଇଁ ହୋଇଥାଏ। ତ ସେଥିପାଇଁ କେହି କେହି ଏସବୁ ନିୟମକୁ ପାଳନ ନ କରିପାରି ଘରେ ଫଟୋ ରଖି ପୂଜା କରନ୍ତି। ଘରେ ଠାକୁରଙ୍କ ଫଟୋ ରଖି ପୂଜା କଲେ ମଧ୍ୟ ହେବ, ମନରେ ଖାଲି ଠାକୁରଙ୍କ ପ୍ରତି ଭକ୍ତି ରହିଥିବା ଦରକାର। ପୁରୁଣା ପୂଜା ଲୁଗାକୁ କ'ଣ କରିବା ଉଚିତ? ଅନ୍ୟ ସବୁ ପୁରୁଣା ଲୁଗାରେ ଆମେ କନ୍ଥା ସିଲେଇ କରିଥାନ୍ତି କିମ୍ବା ଛୁତକ କିମ୍ବା ମୃତକ କାମରେ ବ୍ୟବହାର କରନ୍ତି କିମ୍ବା ଅନ୍ୟକୁ ଦେଇ ଦିଅନ୍ତି, କିମ୍ବା କେହି କେହି ପୁରୁଣା ଲୁଗାକୁ ବଦଳେଇକି କିଛି ଫେରିବାଲାଙ୍କ ଠାରୁ କିଛି ଜିନିଷ ମଧ୍ୟ ରଖିଥାନ୍ତି। ଏମିତି ସବୁ କାମ କରିପାରିବେ। କ'ଣ ସବୁ ଅନ୍ୟ ସବୁ ପୁରୁଣା ଲୁଗାରେ ଏଇସବୁ କାମ କରିପାରିବେ, କିନ୍ତୁ ପୁରୁଣା ପୂଜା ଲୁଗା ଯେମିତିକି ମାଣବସାରେ ପିନ୍ଧିଥିବା ଲୁଗା, ସାବିତ୍ରୀ ବ୍ରତରେ ପୂଜା କରିଥିବା ଲୁଗା କିମ୍ବା ଯେଉଁ ଲୁଗା ପିନ୍ଧି ଠାକୁରଙ୍କୁ ଆମେ ପୂଜା କରିଥାନ୍ତି, ସେହି ସବୁ ପୁରୁଣା ଲୁଗାକୁ କେବେ ମଧ୍ୟ କାହାକୁ ଦେବା ଉଚିତ ନୁହେଁ। କିମ୍ବା ଛୁତକ ମୃତକ ସମୟରେ ଏହି ଲୁଗାକୁ ବ୍ୟବହାର କରିବା ଉଚିତ ନୁହେଁ। ଏହିସବୁ ପୁରୁଣା ପୂଜା ଲୁଗାକୁ ଶାଶୁ କିମ୍ବା ମାଆଙ୍କୁ ପିନ୍ଧିବାକୁ ଦେଇପାରିବେ। କିମ୍ବା ଯେଉଁମାନେ ମା କିମ୍ବା ଶାଶୁଙ୍କୁ ପୁରୁଣା ପୂଜା ଲୁଗା ଦେବା ପାଇଁ ଚାହୁଁନାହାନ୍ତି, ତ ସେମାନେ ନିଜ ପାଖରେ ସାଇତିକି ପୁରୁଣା ଲୁଗା ରଖିପାରିବେ। କିମ୍ବା ଯଦି ଅଧିକ ଲୁଗା ହୋଇଯାଇଛି ରଖିବା ପାଇଁ ଜାଗା ନାହିଁ, ତାହେଲେ ଆପଣ ସେହି ପୁରୁଣା ଲୁଗାକୁ ନଦୀ ଜଳରେ ପ୍ରବାହିତ କରିଦେବେ କିମ୍ବା ଏକ ଗାତ ଖୋଳିକି ପୁରୁଣା ପୂଜା ଲୁଗାକୁ ପୋତି ମଧ୍ୟ ପାରିବେ। ଯେମିତିକି ଶାମ୍ବ ଦଶମୀ ଗୁଆ ହେଲା କି କିମ୍ବା ଯେକୌଣସି ପୂଜା ଗୁଆ ହେଉ, ଯେମିତିକି କଳସ ପୂଜାରେ ଯେଉଁ ଗୁଆ ବସିଥାଏ ସେଇ ଗୁଆ ଆମେ ପୁଣି ଥରେ ପୂଜାରେ ବ୍ୟବହାର କରିପାରିବା। ଗୁଆକୁ ହଳଦୀ ପାଣି କ୍ଷୀରରେ ସ୍ନାନ କରି ପୁଣି ଥରେ ପୂଜାରେ କଳସର ସ୍ଥାପନ ବ୍ୟବହାର କରିପାରିବା। ଏଥିରେ କିଛି ମଧ୍ୟ ଅସୁବିଧା ନାହିଁ। ଯଦି ଗୁଆଟା ଯଦି ପୋକ କାଟି ଦେଇଛି, ଟିକେ ଖରାପ ହେଇଛି ଗୁଆଟା, ତାହେଲେ ତାକୁ ପାଣିରେ ଉଝେଇ ଦେବେ, ଅନ୍ୟ ଏକ ଗୁଆକୁ ପୂଜାରେ ବ୍ୟବହାର କରିବା। ନହେଲେ ପୁରୁଣା ପୂଜା ଗୁଆକୁ ପୁଣି ଥରେ ବ୍ୟବହାର କଲେ କିଛି ମଧ୍ୟ ଅସୁବିଧା ନାହିଁ। ହଁ, ମନେ ରଖନ୍ତୁ, ଗୁଆକୁ କେବେ ମଧ୍ୟ ତଳେ ରଖି କୌଣସି ପୂଜା କାର୍ଯ୍ୟରେ ବ୍ୟବହାର କରିବେ ନାହିଁ। ପିଢ଼ା ଉପରେ ଗୁଆକୁ ରଖିକି ପୂଜା କରିପାରିବେ। ଉଭୟ ତେଲର ଦୀପ ଆଉ ଘିଅର ଦୀପ ଠାକୁରଙ୍କ ପୂଜାରେ ଲାଗିଥାଏ। ତେଲର ଦୀପ ବିଶେଷ କରିକି ଶନିଦେବ ଏବଂ ହନୁମାନଙ୍କ ପାଖରେ ଦିଆଯାଏ ଏବଂ ସବୁ ଦେବୀ ଦେବତାଙ୍କ ପାଖରେ ଘିଅ ଦୀପ ଜାଳିବା ଉଚିତ। ଘିଅର ଦୀପ ଜାଳିବା ସବୁଠାରୁ ଭଲ ହୋଇଥାଏ। ଦୀପରେ 2ଟି ସଳିତା ଦେଇ ଦୀପ ଜାଳିବା ଉଚିତ।
ଘିଅରେ ଦୀପରେ ଧଳା ରଙ୍ଗର ସଳିତା ଏବଂ ତେଲରେ ଦୀପରେ ନାଲି ରଙ୍ଗର ସଳିତା ଦେଇ ଦୀପ ଜାଳିବା ଉଚିତ, ଯାହାକି ସ୍କନ୍ଦ ପୁରାଣରେ ବର୍ଣ୍ଣିତ ହୋଇଛି। ଜୀବନରେ କେଉଁ କେଉଁ ପୁସ୍ତକ ପଢ଼ିବା ନିହାତି ଆବଶ୍ୟକ ହୋଇଥାଏ? ପ୍ରତ୍ୟେକ ଲୋକଙ୍କ ଜୀବନରେ ଭାଗବତ ଗୀତା ପଢ଼ିବା ନିହାତି ଆବଶ୍ୟକ, କାରଣ ଜୀବନରେ ଖୁସିରେ ରହିବାକୁ ହେଲେ ଭାଗବତ ଗୀତା ସମସ୍ତଙ୍କୁ ପ୍ରତ୍ୟେକ ଦିନ ପଢ଼ିବା ଉଚିତ। ଯେମିତି ଆମେ ଘରକୁ ଟିଭି ହେଉ ବା ଫ୍ରିଜ୍ ହେଉ କିମ୍ବା ଏସି ହେଉ, ଯାହା ବି ଜିନିଷ ଆଣିଲେ ତା'ର ଗୋଟିଏ ମାନୁଆଲ୍ ଆମକୁ ଦିଆଯାଇଥାଏ ଯେ ଟିଭି ଏସି ଫ୍ରିଜ୍କୁ କେମିତି ସେଟିଂ ଠିକ୍ କରିବା, କିପରି ଚଲେଇବା, ଖରାପ ହେଲେ କ'ଣ କରିବା ଇତ୍ୟାଦି ସବୁ ମାନୁଆଲରେ ଲେଖା ଥାଏ। ଠିକ୍ ସେହିପରି ଭାଗବତ ଗୀତାରେ ଜୀବନର ମାନୁଆଲ। ତେଣୁ ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ଥରେ ହେଉ କି ନା କାହିଁକି ଭାଗବତ ଗୀତା ପଢ଼ିବା ଉଚିତ। ଦ୍ୱିତୀୟରେ ପ୍ରତ୍ୟେକ ବ୍ୟକ୍ତି ଗରୁଡ଼ ପୁରାଣ ମଧ୍ୟ ପଢ଼ିବା ନିହାତି ଆବଶ୍ୟକ, କାହିଁକି ନା ଗରୁଡ଼ ପୁରାଣରେ ବିଷ୍ଣୁ ଗରୁଡ଼ଙ୍କୁ କହୁଛନ୍ତି ମୃତ୍ୟୁ ପୂର୍ବର କଥା ଏବଂ ମୃତ୍ୟୁ ପରର କଥା ଏବଂ ଜୀବନରେ କେଉଁ କର୍ମ କରିବା ଉଚିତ, ମୃତ୍ୟୁ ପରେ ଆତ୍ମା ସହିତ କ'ଣ ହୋଇଥାଏ, ଏମିତି ଅନେକ କଥା ଗରୁଡ଼ ପୁରାଣରେ ବର୍ଣ୍ଣିତ ହୋଇଛି। ତେଣୁ ପ୍ରତ୍ୟେକ ନାରୀ ପୁରୁଷମାନଙ୍କୁ ଗରୁଡ଼ ପୁରାଣ ବିଷୟରେ ଜାଣିବା ବା ପଢ଼ିବା ନିହାତି ଆବଶ୍ୟକ। ଏମିତି ଅନେକ ଗୀତା, ପୁରାଣ, ଭାଗବତ ଇତ୍ୟାଦି ପଢ଼ିବା ସହିତ ରାମଚରିତ ମାନସ, ହନୁମାନ ଚାଳିଶା, ତା ସହିତ ତୁମ ଇଷ୍ଟ ଦେବତାଙ୍କର ପୁସ୍ତକ ନିହାତି ଘରେ ପାଠ କରିବା ଉଚିତ। ମଙ୍ଗଳାଙ୍କ ସ୍ତୁତି, ଶିବଙ୍କ ସ୍ତୁତି ଇତ୍ୟାଦି ଘରେ ପାଠ କଲେ ବହୁତ ଭଲ ହୋଇଥାଏ। ଜୀବନକୁ ସହଜ ସରଳ କରିବା ପାଇଁ ଏବଂ ଆମ ଜୀବନର ସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଆମକୁ ଏହି ସବୁ ପୁସ୍ତକ ନିହାତି ଆବଶ୍ୟକ। କେଉଁ ଲୁଗା ପିନ୍ଧି ଠାକୁରଙ୍କୁ ପୂଜା କରିବା ଉଚିତ ନୁହେଁ? ଛୁତକ ମୃତକ ସମୟରେ ବା ମାସିକ ଧର୍ମ ସମୟରେ ବ୍ୟବହାର କରିଥିବା ଲୁଗା ପିନ୍ଧି ପୂଜା କରାଯାଏ ନାହିଁ ଏବଂ ଚିରା ଫଟା ଯେ ଚିରି ଯାଇଥିବ ପୁରୁଣା ଲୁଗା, ଯେ ବହୁତ ପୁରୁଣା ଲୁଗାକୁ ପିନ୍ଧିକି ମଧ୍ୟ ଠାକୁରଙ୍କୁ ପୂଜା କରିବା ଉଚିତ ନୁହେଁ। ବିଶେଷ କରି ଦଶକ୍ରିୟାରେ ମୃତ ବ୍ୟକ୍ତିଙ୍କୁ ଯେଉଁ ଲୁଗା ପିନ୍ଧିକି ପାଣି ଦିଆଯାଇଥାଏ ସେହି ଲୁଗା ପିନ୍ଧି ଠାକୁରଙ୍କ ପୂଜା କରାଯାଏ ନାହିଁ। ଯଦି କେହି ଦଶକ୍ରିୟାକୁ ଆସି ପାରିନଥାନ୍ତି, ତାଙ୍କ ପାଇଁ ଯେ ଘରକୁ ଯେଉଁ ଲୁଗା ପଠାଯାଇଥାଏ ସେହି ଲୁଗା ପିନ୍ଧି ପୂଜା କରିପାରିବେ। ଗାଁ ଗହଳିରେ ପୂର୍ବରୁ ଧୋବା ଘର ସେବା କରୁଥିଲେ, ଏବେ ଗାଁ ଗହଳିରେ ସେମିତି କେହି ସେବା କରୁଥିବେ କି ନାହିଁ ମୁଁ ତ କହିପାରିବି ନାହିଁ, କିନ୍ତୁ ସହରମାନଙ୍କରେ ତ ଆଉ ସେମିତି କେହି ସେବା କରୁନାହାନ୍ତି। ତେଣୁ ସେସବୁ ଲୁଗାକୁ ଅଲଗା ରଖାଯାଏ, ପୂଜା କାମରେ ବ୍ୟବହାର କରାଯାଏ ନାହିଁ। କିନ୍ତୁ ଆପଣଙ୍କ ପଟେ ଯଦି ଆପଣ ସେମିତି ଯେ ସେବା ପାଉଥିବେ, ତାହେଲେ ଧୋବା ଘରେ ଲୁଗା ଦେଇକି ପବିତ୍ର କରିକି ସେ ଲୁଗାକୁ ବ୍ୟବହାର କରିପାରିବେ। କିନ୍ତୁ ସବୁଠାରୁ ଭଲ ହୋଇଥାଏ କି ପୂଜା ପାଇଁ ଆପଣ ଏକ ଭଲ ଲୁଗା ଅଲଗା କରିକି ରଖନ୍ତୁ। ସପ୍ତାହରେ ଥରେ ଦୁଇଥର ଧୋଇ ସଫା କରିଦେବା, ସବୁବେଳେ ସେହି ଲୁଗାରେ ପୂଜା କରିପାରିବେ। ଆଉ ସେହି ଲୁଗା ଟିକେ ପୁରୁଣା ହୋଇଗଲେ, ଚିରିଗଲେ ଆଉ ଏକ ଲୁଗା ପୁଣି ଆପଣ ବ୍ୟବହାର କରିପାରିବେ।